ନୟାପଲ୍ଲୀ ଥାନା ପୁଲିସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ 5 ଜଣ ଅଭିଯୁକ୍ତ ରିଜୱାଲ ଜମିଦାର, ଏସକେ ଚୁନୁଦ୍ଦିନ, ଏସକେ ସଲିମ, ଏସକେ ଶରୀଫ, ମୁସ୍ତାଜ ହୁସେନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ନୟାପଲ୍ଲୀ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ୍ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ନାବାର୍ଡ ବସ୍ ରହଣି ସ୍ଥଳ ନିକଟରେ ଅଭିଯୁକ୍ତମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ବସ୍ ଯାତ୍ରୀମାନଙ୍କ ନିକଟରୁ ମୋବାଇଲ ଫୋନ୍ ଏବଂ ମନି ପର୍ସ ଲୁଟ୍ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଥିଲା। ମିଳିଥିବା ଏହି ସୂଚନାକୁ ଆଧାର କରି ପେଟ୍ରୋଲିଂ ଟିମ୍ ନାବାର୍ଡ ବସ୍ ରହଣି ସ୍ଥଳରେ ଅତର୍କିତ ଚଢ଼ାଉ କରିବା ସହିତ 5 ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତମାନଙ୍କର ତଲାସି ବେଳେ ପୁଲିସ ପ୍ରତ୍ୟେକଙ୍କ ନିକଟରୁ ଗୋଟିଏ ଲେଖାଏଁ ହିସାବରେ ମୋଟ 5ଟି ମୋବାଇଲ ଫୋନ୍ ଏବଂ ପ୍ରତ୍ୟେକଙ୍କ ନିକଟରୁ 4,000 ହିସାବରେ ମୋଟ 20,000 ଟଙ୍କା ଜବତ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତମାନେ 21/5/2024 ତାରିଖ ଦିନ ଉକ୍ତ ବସ୍ ରହଣି ସ୍ଥଳରୁ ମୋଟ 50,000 ଟଙ୍କା ଲୁଟ୍ କରିଥିବା ବେଳେ ମୋବାଇଲ ଫୋନ୍ଗୁଡ଼ିକୁ ସେମାନେ ଭୁବନେଶ୍ୱରର ବିଭିନ୍ନ ମୋ ବସ୍ ରହଣି ସ୍ଥଳ ନିକଟରୁ ଲୁଟ୍ କରିଥିବା କଥା ସ୍ୱୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, 51 ନ୍ୟୁଜ୍ ଏଜେନ୍ସି।